ସତରେ କାଳିଆ ଠାକୁରଙ୍କ ଲୀଳା ବଡ଼ ବିଚିତ୍ର। କେତେବେଳେ କାହା ସାଥିରେ କ'ଣ ଘଟିଯିବ ସବୁ ସେଇ କାଳିଆ ଠାକୁରକୁ ହିଁ ଜଣା। ଏମିତି ଏକ ଅଘଟଣ ଘଟିଯାଇଛି ନିକଟ ଅତୀତରେ ସୁଦାମ ବାବୁଙ୍କ ସହିତ। ତାହା ଏବେ ମଧ୍ୟ ମନେ ପଡ଼ିଲେ ଛାତି ଥରି ଉଠେ। ଏତେ ଭୟଙ୍କର ଥିଲା ସେ ଭୟଙ୍କର ଦୃଶ୍ୟ ଯାହା ଘଟି ଯାଇଥିଲା ତାଙ୍କ ଜୀବନରେ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ କୁଡ଼ିପଶି ଗ୍ରାମର ସୁଦାମ ପାତ୍ର। ସୁଦାମ ବାବୁ ପ୍ରଭୁ ଜଗନ୍ନାଥଙ୍କର ଜଣେ ବଡ଼ ଭକ୍ତ। ତେଣୁ ସେ ଅକ୍ଷୟ ତୃତୀୟାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଥରେ ଦର୍ଶନ କରି ଆସିବା ପାଇଁ ମନେ ମନେ ସ୍ଥିର କଲେ। ତେଣୁ ସୁଦାମ ବାବୁ ତାଙ୍କ ପୁରା ପରିବାରକୁ ନେଇ ବାହାରି ପଡ଼ିଲେ ପୁରୀ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ବୈଶାଖ ମାସର ଖରା, ପରିବାର ଏତେ ଖରାରେ କେବଳ ଜଗାଙ୍କ ଦର୍ଶନ କରିବା ପାଇଁ ମନେ ମନେ ଅନେକ ଆଶା, ଇଚ୍ଛା, ଅଭିଳାଷ ନେଇକି ପହଞ୍ଚିଗଲେ ପୁରୀ ବଡ଼ଦାଣ୍ଡରେ। ପରିବାର ପ୍ରଭୁ ଜଗନ୍ନାଥଙ୍କର ବଡ଼ଦାଣ୍ଡରେ ପାଦ ପଡ଼ିଲା ପରେ ମନରେ ଖୁସି କହିଲେ ନ ସରେ। ହେଲେ ସୁଦାମ ବାବୁଙ୍କ ଜୀବନରେ ଘଟିଯିବ ଏତେ ବଡ଼ ଅଘଟଣ ତାହା କେବେ ହେଲେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ସୁଦାମ ବାବୁ। ପୁରୀ ବଡ଼ଦାଣ୍ଡରେ କିଛି ବାଟ ଆଗକୁ ଗଲା ପରେ ହଠାତ୍ ସୁଦାମ ବାବୁଙ୍କ ପୁଅ ଗୋଟିଏ ବାଇକରେ ଧକ୍କା ହେଇଗଲେ। ପୁଅ ତାଙ୍କର ସାଙ୍ଗେ ସାଙ୍ଗେ ସେଇଠି ହିଁ ବେହୋସ ହେଇ ପଡ଼ିଗଲେ। ପୁଅଙ୍କର ଗାଡ଼ି ଧକ୍କା ଦେଖିକି ସୁଦାମ ବାବୁ ପୁରାପୁରି ବ୍ୟସ୍ତ ହୋଇ ପଡ଼ିଲେ। ସେ ଏବେ କ'ଣ କରିବେ? ଏ ପରିସ୍ଥିତିରେ ପୁଅକୁ କେଉଁଠି ନେବେ? ତାଙ୍କ ମୁଣ୍ଡରେ କିଛି ବୁଦ୍ଧି ଦିଶୁନଥାଏ। ଠିକ୍ ସେହି ସମୟରେ ସୁଦାମ ବାବୁଙ୍କର ନଜର ପଡ଼ିଲା ଶ୍ରୀମନ୍ଦିର ପତିତପାବନ ଉପରେ। ପ୍ରଭୁ ଜଗନ୍ନାଥଙ୍କର ପତିତପାବନକୁ ଦେଖି ସୁଦାମ ବାବୁ କେବଳ କାନ୍ଦିବାରେ ଲାଗିଲେ ଏବଂ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଜଗନ୍ନାଥ, ମୁଁ ତ ତୁମକୁ ଏତେ ଦୂରରୁ ଦର୍ଶନ କରିବା ପାଇଁ ଆସିଛି, ହେଲେ ଆଜି ତୁମରି ଦୁଆରେ ଏତେ ବଡ଼ ଅଘଟଣ ତମେ କେମିତି ଦେଖିପାରୁଛ? ମୋର ତୁମ ଉପରେ ଯଥେଷ୍ଟ ଭରସା ଅଛି। ତମ ଦୁଆରେ ତମେ କାହାର କିଛି ବି କ୍ଷତି ହେବା ପାଇଁ ଦେଇନ। ତାହେଲେ ଏବେ ଏମିତି ନୀରବ କାହିଁକି? ଏମିତି କହି ସୁଦାମ ବାବୁ ବଡ଼ଦାଣ୍ଡରେ କାନ୍ଦି କାନ୍ଦି ଗଡ଼ିଗଲେ। ଲୋକମାନେ ସୁଦାମ ବାବୁଙ୍କୁ ଦେଖିକି ସେମାନେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବାରେ ଲାଗିଲେ। ସିଏ ତ ଜଗତର ନାଥ ଜଗନ୍ନାଥ, ସିଏ ବା ଭକ୍ତର ଡାକ କେମିତି ନ ଶୁଣିବ? ବାସ୍ ସେହି ସମୟରେ ଗୋଟିଏ ଗରିବ ଭିକାରୀଟିଏ ଆସି ସୁଦାମ ବାବୁଙ୍କୁ କହିଲା, ତୁମେ ପ୍ରଭୁ ଜଗନ୍ନାଥଙ୍କର ବଡ଼ଦାଣ୍ଡରେ ଥାଇ ଏମିତି କାନ୍ଦୁଛ କାହିଁକି? ତୁମ ପୁଅଙ୍କର କିଛି ବି ଅସୁବିଧା ହେବନି। ତମେ ମହାପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ତୁମ ପୁଅ ମୁହଁରେ କିଛି ପାଣି ଦେଇଦିଅ, ଦେଖିବ ତୁମ ପୁଅ ସମ୍ପୂର୍ଣ୍ଣ ଭାବରେ ଠିକ୍ ହେଇଯିବ। ଏତିକି ତ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଭରସା ରଖ।
ଗରିବ ଭିକାରୀ ଲୋକଟିର କଥା ଶୁଣିକି ସୁଦାମ ବାବୁ ପୁଅ ପାଖକୁ ଦୌଡ଼ିକି ଚାଲିଗଲେ ଏବଂ କିଛି ପାଣି ନେଇକି ପୁଅ ମଥାରେ ଏବଂ ପୁଅ ମୁହଁରେ ଦେଇଦେଲେ। କିଛି ସମୟ ପରେ ଧୀରେ ଧୀରେ ପୁଅ ତାଙ୍କର ଆଖି ଖୋଲିଲା। ପୁଅର ଆଖି ଖୋଲିବା ଦେଖିକି ସୁଦାମ ବାବୁ ବହୁତ ଖୁସି ହେଇଗଲେ ଏବଂ ପଛକୁ ବୁଲି ସେଇ ଗରିବ ଲୋକଟିକୁ ଧନ୍ୟବାଦ ଦେବା ପାଇଁ ସୁଦାମ ବାବୁ ନିଜେ ସ୍ଥିର କଲେ। ସୁଦାମ ବାବୁ ପଛକୁ ବୁଲିକି ଦେଖିଲା ବେଳକୁ ସେଠାରେ ସେ ଗରିବ ଲୋକ ଆଉ ନାହିଁ। ସୁଦାମ ବାବୁ ଲୋକଟିକୁ ନ ଦେଖି ପାଇ ବହୁତ ଆଶ୍ଚର୍ଯ୍ୟ ହେଇଗଲେ ଏବଂ ଅନେକ ଖୋଜାଖୋଜି କଲା ପରେ ମଧ୍ୟ ସେ ଲୋକଟିକୁ ସୁଦାମ ବାବୁ ପାଇନଥିଲେ। ଲୋକମାନଙ୍କୁ ପଚାରିଲେ, ହେଲେ ସବୁ ଲୋକ କହିଲେ ଏଠାକୁ ତ କୋଉ ଗରିବ ଲୋକ କି ଭିକାରୀ ଲୋକ ଆସିନଥିଲେ। ଏସବୁ ଘଟଣା ପରେ ସୁଦାମ ବାବୁ ସବୁ କିଛି ମନେ ମନେ ବୁଝିଗଲେ ଏବଂ ସେଇ ବଡ଼ଦାଣ୍ଡରେ ଠିଆ ହେଇକି ସେ ପ୍ରଭୁ ଜଗନ୍ନାଥଙ୍କୁ କହିଲେ, କୋଉ ନା କୋଉ ମାଧ୍ୟମରେ ତମେ ସବୁବେଳେ ଭକ୍ତର ରକ୍ଷା କରି ଆସିଛ, ଭକ୍ତକୁ ସାହାଯ୍ୟ କରି ଆସିଛ। ଏବେ ମଧ୍ୟ ତମର ମହିମା ଦେଖେଇଦେଲ। ଏହାପରେ ପୁଅକୁ ନେଇକି ଏବଂ ତାଙ୍କ ପୁରା ପରିବାର ନେଇକି ପୁରୀ ଶ୍ରୀ ମନ୍ଦିରକୁ ଯାଇକି ଦର୍ଶନ କରି ମହା ଆନନ୍ଦରେ ସେମାନେ ଘରକୁ ସେଦିନ ଫେରିଥିଲେ। ଏମିତି ଥିଲା କିଛି ଅନୁଭୂତି ସୁଦାମ ବାବୁଙ୍କର ଜୀବନରେ ଘଟି ଯାଇଥିବା ପ୍ରଭୁ ଜଗନ୍ନାଥଙ୍କୁ ନେଇକି ସେଦିନର ସେ କଥା। ଯଦି ଆପଣମାନଙ୍କୁ ଏ ଅନୁଭୂତିଟି ଭଲ ଲାଗିଛି ତାହେଲେ ନିଶ୍ଚୟ ଲାଇକ୍, କମେଣ୍ଟ, ସେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ପୁଣି ଥରେ ମୁଁ ଆପଣମାନଙ୍କ ପାଖକୁ ଫେରିବି ଆଉ ଏକ ନୂଆ ଅନୁଭୂତି ନେଇକି। ଜୟ ଜଗନ୍ନାଥ।